नमस्कार दर्शक बंधु माने ओडिशा प्राथमिक और उच्च प्राथमिक श्रेणी ପାଇଁ ନୂଆ ପରୀକ୍ଷା ପ୍ରଣାଳୀ ଆଗରୁ ଥିଲା 4ଟି ପରୀକ୍ଷା FA1 SA1 FA2 SA2 ବର୍ତ୍ତମାନ ସେହି ପରୀକ୍ଷା ରହିବ କିନ୍ତୁ ବଦଳି ଯାଇଛି ତାହାର ମାର୍କ ଏବେ ପିଲାମାନେ 900 ମାର୍କ ଓ 600 ମାର୍କ ପରୀକ୍ଷା ଦେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 600 ମାର୍କ ପରୀକ୍ଷା ଦେବେ ପିଲାମାନେ ଷଷ୍ଠରୁ ସପ୍ତମ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ 900 ମାର୍କ ପରୀକ୍ଷା ଦେବେ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ହେବ 900 ବାର୍ଷିକ ପରୀକ୍ଷାରେ ହେବ 900 ଆସନ୍ତୁ ଜାଣିବା ଡିଟେଲ୍ସ କିପରି ଭାବେ ପରୀକ୍ଷା ନୂତନ ପ୍ରଣାଳୀରେ ପ୍ରସ୍ତୁତ ହେବ ପ୍ରଥମ ଶିଶୁ ବାଟିକା ଓ ଦ୍ୱିତୀୟ ଶ୍ରେଣୀ ପାଇଁ ହେବନି ପରୀକ୍ଷା ଚାଲନ୍ତୁ ଦର୍ଶକ ବନ୍ଧୁମାନେ ଆମେ ଜାଣିବା ପରୀକ୍ଷାର ପାଟର୍ନ କିପରି ବଦଳିଛି କୋଉ ସବଜେକ୍ଟରେ କୋଉ ମାର୍କ ହେବ କଥିପାଇଁ କେତେ ମାର୍କ ଦିଆଯାଇଛି ତା ବିଷୟରେ ଡିଟେଲ୍ସ ଜାଣିବା ଦେଖନ୍ତୁ ଏଠି ପ୍ରାଥମିକ ସ୍ତରରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଗରୁ ଯେମିତି ଥିଲା ଆମର ମୌଳିକ ସ୍ତର ଶିଶୁ ବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତକୁ କୁହାଯାଏ ଯୋଉଠି ଔପଚାରିକ ପରୀକ୍ଷା ହେବ ନାହିଁ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଆକଳନ କରାଯିବ କାର୍ଯ୍ୟାବଳୀର ଗୁଣାତ୍ମକ ଅଂଶଗ୍ରହଣ ଏବଂ ଉପଲବ୍ଧିର ଧାରଣା ଆକଳନ କରାଯିବ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଶିକ୍ଷଣ ସୋପାନ ରେଜିଷ୍ଟର ଦକ୍ଷତା ଅନୁସାରେ ମାସିକ ପ୍ରଗତିକୁ ଲିପିବଦ୍ଧ କରିବ ଯେ ତମର ଶିକ୍ଷଣ ସୋପାନ ଦିଆଯାଇଛି ପ୍ରଥମ ଶ୍ରେଣୀ ଦ୍ୱିତୀୟ ଶ୍ରେଣୀ ପାଇଁ ତା ଆଧାରରେ କଣ ପିଲାମାନଙ୍କର ଆକଳନ କରାଯିବ ହେଲା ଆକଳନ ପାଇଁ ଶିଶୁ ବାଟିକାରେ 5ଟି ବିକାଶ ଦିଗ ଉପରେ ଗୁରୁତ୍ୱ ଦିଆଯିବ ତା ସହିତ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପାଇଁ ଭାଷା ଆଉ ଗଣିତ ପାଇଁ ପ୍ରଥମ ଦ୍ୱିତୀୟ ଶ୍ରେଣୀ ଭାଷା ଗଣିତ ପାଇଁ ମଧ୍ୟ ଆକଳନରେ ଅନ୍ତର୍ଭୁକ୍ତ କରାଯିବ ସେହିପରି ଭାବରେ ଆମର ପ୍ରସ୍ତୁତି ସ୍ତରରେ 2ଟି ଗଠନମୂଳକ ପରୀକ୍ଷା ପ୍ରସ୍ତୁତି ଥର ଆମର ତୃତୀୟ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ଗଠନମୂଳକ ଆକଳନ FA1 FA2 ଫର୍ମେଟିଭ ଆସେସମେଣ୍ଟ 1 ଫର୍ମେଟିଭ ଆସେସମେଣ୍ଟ 2 ଦୁଇଟି ପରୀକ୍ଷା ହେବ ତା ସହିତ 2ଟି ସମାପ୍ତି ସୂଚକ ଆକଳନ ହେବ SA1 SA2 ସमेଟିଭ ଆସେସମେଣ୍ଟ 1 ସमेଟିଭ ଆସେସମେଣ୍ଟ 2 ପ୍ରତି ବିଷୟ ପାଇଁ ପ୍ରତ୍ୟେକ FA1 ରେ ଆଗରୁ ଯେମିତି 25 ମାର୍କ ଥିଲା ଏବେ ମଧ୍ୟ 25 ନମ୍ବର ରହିବ ସେହିପରି SA2 ରେ ଆଗରୁ ଯେମିତି 50 ନମ୍ବର ଥିଲା ଏବେ ବି 50 ନମ୍ବର ରହିବ କିନ୍ତୁ ପ୍ରତି ବିଷୟ ପାଇଁ ଶିକ୍ଷକ ଦ୍ୱାରା ପର୍ଯ୍ୟବେକ୍ଷଣ 25 ନମ୍ବର ରହିବ ପ୍ରତି ବିଷୟରେ ଶିକ୍ଷକଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରି ଶିକ୍ଷାର୍ଥୀମାନଙ୍କୁ 25 ନମ୍ବରରୁ ମାର୍କ ଦେବେ ତୃତୀୟ ଶ୍ରେଣୀ ନିମନ୍ତେ ସୋପାନ ରେଜିଷ୍ଟରରେ ଗଣିତ ଭାଷା ଦକ୍ଷତା ଅନୁଯାୟୀ ପ୍ରଗତିକୁ ଲିପିବଦ୍ଧ କରାଯିବ ତା ସହିତ ଭାଷା ଗଣିତ ପରିବେଶ ଇଂରାଜୀ କଳା ଶିକ୍ଷା ଶାରୀରିକ ଓ ଶିକ୍ଷା ଓ ସୁସ୍ଥତା ପାଇଁ ମଧ୍ୟ ଆକଳନର ବିଷୟକୁ ଅନ୍ତର୍ଭୁକ୍ତ କରାଯିବ ସେହିପରି ଚାଲନ୍ତୁ ଦେଖିବା ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀ ପାଇଁ ମଧ୍ୟସ୍ତର ପାଇଁ କିପରି ରହିଛି ପରୀକ୍ଷାର ରୂପରେଖ 2ଟି ଗଠନମୂଳକ ଆକଳନ ହେବ FA1 FA2 ତା ସହିତ ସେହିପରି 2ଟି ସମାପ୍ତି ସୂଚକ ଆକଳନ ହେବ SA1 SA2 ପ୍ରତି ବିଷୟ ପାଇଁ FA1 ରେ 25 ନମ୍ବର ରହିବ ସେହିପରି ପ୍ରତ୍ୟେକ ବିଷୟ ପାଇଁ SA2 ରେ 50 ନମ୍ବର ରହିବ ତା ସହିତ ପ୍ରତି ବିଷୟ ପାଇଁ ଶିକ୍ଷକଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ 25 ନମ୍ବର ରହିବ ଏହି ଆକଳନରେ ଭାଷା 1 जो मातृभाषा कुहाଯାଏ भाषा द्वितीय जो इंग्लिश भाषा कुहाଯାଏ भाषा तृतीय जो संस्कृत किंबा हिंदी जेकोसी गोटे भाषा विषय परीक्षा दे शिक्षार्थी मान ता सहित गणित विज्ञान सामाजिक विज्ञान कला शिक्षा शारीरिक शिक्षा और सुस्थता एवं वृत्तिगत शिक्षा पाई पिला मानकु देबा पड़िबो परीक्षा चलंतु देखिबा प्रस्तुति स्तर निमंते किपरि नंबर बंटन करा जायछि देखंतु एप्रिल रु सेप्टेम्बर मासरे आमर हबो गठनमूलक परीक्षा बा फास्ट गठनमूलक और फास्ट समाप्ति सूचक आकलन हबो तापर पर्याय 2 रे आमर गठनमूलक 2 और समाप्ति सूचक 2 आकलन करा जियो जोडा कि अक्टोबर रु मार्च मास भितर अवधि मध्यरे तो देखंतु भाषा रे गठनमूलक रे 25 नंबर मिली पिला मान देबे भाषा 2 रे मध्ये 25 नंबर देबे गणित रे 25 नंबर देबे परिवेश रे मध्ये 25 नंबर देबे कला शिक्षा रे मध्ये 25 नंबर देबे शारीरिक सुस्थता और शिक्षा रे मध्ये 25 नंबर पिला मान देबे एवं ता सहित पिला मानकु शिक्षक प्रति विषय रे 25 नंबर लाखे पर्यवेक्षण द्वारा मार्क देबे
ତା ସହିତ ସମାପ୍ତି ସୂଚକ 50 ନମ୍ବର ପ୍ରତି ବିଷୟରେ ଆକଳନ କରାଯିବ। ଏବଂ ପ୍ରତି ବିଷୟ ଭାଷାର ଯଦି ମୋଟ ନମ୍ବର ତମେ ମିଶାଇବ ତାହେଲେ ପ୍ରତି ସବଜେକ୍ଟରେ ତମେ 100 ନମ୍ବର ପାଇବ। ତ 6ଟି ସବଜେକ୍ଟ ଏହିପରି ପ୍ରସ୍ତୁତି ସ୍ତରରେ ଯେହେତୁ ତୃତୀୟ ଚତୁର୍ଥ ପଞ୍ଚମ ଶ୍ରେଣୀ ପାଇଁ ତ ଟୋଟାଲ ହେଇଗଲା 600 ମାର୍କ। ତ ପ୍ରଥମ ପର୍ଯ୍ୟାୟରେ ପିଲାମାନେ 600 ମାର୍କ ଦେବେ, ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ପିଲାମାନଙ୍କର ଏହି ପ୍ୟାଟର୍ନକୁ ପୁଣି ପୁନର୍ଭୂତ ରିପିଟ୍ କରାଯିବ ଓ ସେମାନଙ୍କୁ ମଧ୍ୟ 600 ମାର୍କ ଦେବା ପାଇଁ ବୋଲି କୁହାଯିବ। ଦେଖନ୍ତୁ ପ୍ରସ୍ତୁତି ସ୍ତରରେ କିପରି ଗଠନମୂଳକ ଆକଳନ ହେଉଛି, ସେ ଗଠନମୂଳକ ଆକଳନ ବିଷୟରେ କିଛି ରୂପରେଖ ଦେଇଛି। ଦେଖ ଆଗରୁ ଯେମିତି ଆମର ମୌଖିକ ମାର୍କ ହଉଥିଲା 5 ମାର୍କ ହବ, ଲିଖିତ ମାର୍କ ହଉଥିଲା ଗଠନମୂଳକରେ 15 ମାର୍କ ସେଇ ଭିତରେ ହବ। ତା ସହିତ ଦକ୍ଷତା କାର୍ଯ୍ୟ ଦକ୍ଷତା ଭିତ୍ତିକ ଆକଳନ ଯଥା କାର୍ଯ୍ୟକଳାପ, ପରୀକ୍ଷଣ, କଳା ଆଧାରିତ କାର୍ଯ୍ୟ, ଚରିତ୍ର ଅଭିନୟ, ବ୍ୟବହାରିକ କାର୍ଯ୍ୟ ଏ ପାଇଁ ରହିବ 5 ମାର୍କ। ତ ଟୋଟାଲ ନମ୍ବର ହେଲା ଆମର 25 ନମ୍ବର। ତା ସହିତ ସମାପ୍ତି ସୂଚକ ପାଇଁ ବୋଲି ଆମର 50 ନମ୍ବର ରହିଛି। ସେ 50 ନମ୍ବର କିପରି ପରୀକ୍ଷା ହବ? ମୌଖିକ 10 ନମ୍ବର ରହିବ, ଲିଖିତ 40 ନମ୍ବର ରହିବ। ତା ସହିତ ମନେ ରଖନ୍ତୁ କଳା ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଶାରୀରିକ ଶିକ୍ଷା ପାଇଁ ବୋଲି ଲିଖିତ 20 ନମ୍ବର ରହିବ, କିନ୍ତୁ କାର୍ଯ୍ୟ ଦକ୍ଷତା 30 ନମ୍ବର ରହିବ। ଏଇଟା ମନେ ରଖନ୍ତୁ, କଳା ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଶାରୀରିକ ସୁସ୍ଥତା ପାଇଁ ବୋଲି ପ୍ରସ୍ତୁତି ସ୍ତରରେ ଲିଖିତ 20 ନମ୍ବର କିନ୍ତୁ କାର୍ଯ୍ୟ ଦକ୍ଷତା 30 ନମ୍ବର ରହିବ। ତାପରେ ଆସିଲା ଆମର ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ 25 ନମ୍ବର ଅଛି। ତ 25 ନମ୍ବର ଆମର ଭାଷା 1 ଯୋଉଟା ମାତୃଭାଷା ଓଡ଼ିଆ, ଭାଷା 2 ଯୋଉଟା ଇଂଲିଶ, ଗଣିତ ଏବଂ ପରିବେଶ ପାଇଁ ଲିଖିତ କାର୍ଯ୍ୟ 10 ମାର୍କ ରହିବ। ଏହି 10 ମାର୍କ ଅନୁସାରେ ପିଲାମାନଙ୍କୁ ଓ ପ୍ରକଳ୍ପ କାର୍ଯ୍ୟ 15 ମାର୍କ। ଏହିପରି ଭାବରେ ଏହି ସବଜେକ୍ଟ ଗୁଡ଼ାରେ ଶିକ୍ଷକ ସେମାନଙ୍କୁ 25 ମାର୍କ ରୁ ଆକଳନ କରିବେ। ତା ସହିତ କଳା ଶିକ୍ଷାରେ ଦୃଶ୍ୟକଳା ପାଇଁ 10 ମାର୍କ ଶିକ୍ଷକ ଦେବେ, ସଙ୍ଗୀତ ପାଇଁ ବୋଲି 5 ମାର୍କ ଦେବେ, ନୃତ୍ୟ ପାଇଁ ବୋଲି 5 ମାର୍କ ଦେବେ, ନାଟକ ପାଇଁ 5 ମାର୍କ। ଏହିପରି ଭାବେ 5 ଭାଗରେ ତମେ ଶିକ୍ଷକ 25 ମାର୍କ କଳା ଶିକ୍ଷା ପାଇଁ ଦେବେ। ଶାରୀରିକ ସ୍ୱାସ୍ଥ୍ୟ ସୁସ୍ଥତା ପାଇଁ ବୋଲି ଶରୀରର ମୌଳିକ ଗତିବିଧି ପାଇଁ 10 ମାର୍କ ଦେବେ ପିଲା। ଖେଳ ଓ କ୍ରୀଡ଼ା କରୁଛି ନା ତାକୁ ଆଧାରରେ 5 ମାର୍କ ଦେବେ। ଯୋଗ ପ୍ରାଣାୟାମରେ ଲିପ୍ତ ଅଛି ନା ନାଇଁ ପିଲା ତାକୁ ଦେଖିନା 10 ମାର୍କ ଶିକ୍ଷକ ଦେବେ। ଏହିପରି ଭାବେ 25 ନମ୍ବର ପର୍ଯ୍ୟବେକ୍ଷଣ କରି ଶିକ୍ଷକ ପିଲାମାନଙ୍କୁ ଦେବେ। ପ୍ରତ୍ୟେକ ଶିକ୍ଷାର୍ଥୀର ପ୍ରଗତି ନିୟମିତ ଭାବରେ ତଦାରଖ କରିବା ପାଇଁ ବର୍ଷକୁ 4 ଥର ସାମାଜିକ ଓ ଆବେଗିକ ବିକାଶର ଆକଳନ କରାଯିବ। ଏହାକୁ ପର୍ଯ୍ୟବେକ୍ଷଣ ଆଲୋଚନା ମାଧ୍ୟମରେ ଆକଳନ କରି ସାମଗ୍ରିକ ବା ପ୍ରୋଗ୍ରେସ କାର୍ଡ ପତ୍ରରେ ଲିପିବଦ୍ଧ କରାଯିବ। ହେଲା, ତାପରେ ମଧ୍ୟ ସ୍ତରରେ ନମ୍ବର କିପରି ଆବଣ୍ଟନ କରାଯାଇଛି ତାକୁ ଚାଲନ୍ତୁ ଦେଖିବା। ମଧ୍ୟ ସ୍ତରରେ ମଧ୍ୟ ଭାଷା ସହିତ ତାଙ୍କର ଗୋଟିଏ ଭାଷା ମାତୃଭାଷା ସେଇ 25 ନମ୍ବର ରହିଛି। ସେଇ ଶିକ୍ଷକ ପାଇଁ 25 ନମ୍ବର ପର୍ଯ୍ୟବେକ୍ଷଣ ରହିଛି ଆଉ ସମାପ୍ତି ସୂଚକ ପାଇଁ 50 ନମ୍ବର ରହିଛି। ଏହିପରି ଭାବରେ 100 ନମ୍ବର ରହିଛି। ଏଇଠି କେବଳ ଭାଷା 3 ଏଡ୍ ହବ। ଭାଷା 3 ମନେକ ଷଷ୍ଠ, ସପ୍ତମ, ଅଷ୍ଟମ ଶ୍ରେଣୀ ପାଇଁ ବୋଲି କେବଳ ଗୋଟିଏ ଭାଷା ସାଂସ୍କ୍ରିଟ ନଚେତ ହିନ୍ଦୀ ଭାଷାର ପ୍ରୟୋଗ ହବ। ଏଇଠି ବି 25 ନମ୍ବର ଶିକ୍ଷକ ପର୍ଯ୍ୟବେକ୍ଷଣ 25 ନମ୍ବର ଓ ସମାପ୍ତି ସୂଚକ ପାଇଁ ବୋଲି 50 ନମ୍ବର ପ୍ରଥମ ପର୍ଯ୍ୟାୟରେ ହବ। ପ୍ରଥମ ପର୍ଯ୍ୟାୟ ଯୋଉ ପ୍ୟାଟର୍ନ ହବ ସେ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସେଇ ପ୍ୟାଟର୍ନରେ ପରୀକ୍ଷା କରାଯିବ। ତା ସହିତ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା ଶିକ୍ଷା, ଶାରୀରିକ ସୁସ୍ଥତା ଓ ବୃତ୍ତିଗତ ଶିକ୍ଷା। ଏଇଠି ଦେଖ ଯୋଉଟା ପ୍ରାଥମିକ 1 ରୁ ତୃତୀୟ, ଚତୁର୍ଥ, ପଞ୍ଚମ ପାଇଁ ବୋଲି ବୃତ୍ତିଗତ ଶିକ୍ଷା ନଥିଲା, ଏଇଟା ଷଷ୍ଠ, ସପ୍ତମ, ଅଷ୍ଟମରେ ଏହି ବୃତ୍ତିଗତ ଶିକ୍ଷା ପାଇଁ ବୋଲି 25 ନମ୍ବର ପିଲାମାନେ ଦେବେ। ତ ଆଉ 50 ନମ୍ବର ସମାପ୍ତି ସୂଚକ ଦେବେ। ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ମଧ୍ୟ 25 ନମ୍ବର ରହିବ। ଏହିପରି ଭାବରେ 100 ନମ୍ବର ପରୀକ୍ଷା ମୋଟ ଦେବେ ଦ୍ୱିତୀୟ ପର୍ଯ୍ୟାୟରେ। ତ ଆକୁ ଯଦି ଆମେ ଟୋଟାଲ ନମ୍ବରକୁ ଯୋଗ କରିବା ତାହେଲେ ଆମର ପିଲାମାନେ ବର୍ତ୍ତମାନ 900 ନମ୍ବର ମାର୍କ ପରୀକ୍ଷା ଦେବେ। 900 ନମ୍ବର ପ୍ରଥମ ପର୍ଯ୍ୟାୟ ବା ଫାର୍ଷ୍ଟ ହାଫରେ 900 ନମ୍ବର ଦେବେ, ଦ୍ୱିତୀୟ ହାଫରେ ମଧ୍ୟ ପୁଣି ଥରେ ସେଇ ପ୍ୟାଟର୍ନରେ 900 ନମ୍ବର ପରୀକ୍ଷା ଦେବେ। ଦେଖନ୍ତୁ ଗଠନମୂଳକ ଆକଳନର କିପରି ରୂପରେଖ ରହିବ। ଏଇଠି ଦେଖନ୍ତୁ 25 ନମ୍ବର ରହିବ। 25 ନମ୍ବରରେ ମୌଖିକ ପାଇଁ 5 ନମ୍ବର, ଲିଖିତ ପାଇଁ 15 ନମ୍ବର ଆଉ କାର୍ଯ୍ୟ ଦକ୍ଷତା ପାଇଁ ବୋଲି 5 ନମ୍ବର ରହିବ। ଏହିପରି ଭାବେ 25 ମାର୍କ ଗଠନମୂଳକ ଆକଳନ ରହିବ ମଧ୍ୟସ୍ତର ପାଇଁ। ଆଉ ସମାପ୍ତି ସୂଚକ ଆକଳନ ପାଇଁ 50 ନମ୍ବର ରହିବ। ଲିଖିତ ଆକଳନ 50 ନମ୍ବର, ସେଇଠି କିଛି ମୌଖିକ ଆକଳନ କରାଯିବ ନାହିଁ। ମନେ ରଖନ୍ତୁ କଳା ଶିକ୍ଷା ଏବଂ ଶାରୀରିକ ସୁସ୍ଥତା ଲେଖାଇ ସେହିପରି 20 ନମ୍ବର ରହିବ ଆମର ଲିଖିତ ଆଉ 30 ନମ୍ବର କାର୍ଯ୍ୟ ଦକ୍ଷତା ରହିବ। ବୃତ୍ତିଗତ ଶିକ୍ଷା ପାଇଁ ସମାପ୍ତି ସୂଚକ ଆକଳନ 1ରେ ଲିଖିତ 20 ମାର୍କ
प्रकल्प बा पोर्टफोलियो 30 मार्क रहिबो। समय सूचक आकलन पाए आकलन 2 रे लिखित 20 मार्क और कौशल मेला पाए बोली 30 मार्क रहबो। मन रखंतु कौशल मेला कोन ए कौशल मेला आयोजन हबो जेमिति विज्ञान मेला आयोजन करा जाउछि सेहि परि पिलांक मेला रे कौशल मेला विद्यालय आयोजन हबो। सेहि भित्ति आधार रे पिला मानको 30 मार्क रु शिक्षक से मार्क टी प्रदान करिवे। ता सहित शिक्षक पर्यवेक्षण 25 मार्क आमे भाषा 1 भाषा 2 भाषा 3 जोटा हम मातृभाषा इंग्लिश ता सहित संस्कृत किंबा हिंदी गणित विज्ञान और सामाजिक विज्ञान पाई लिखित कार्य 10 मार्क प्रकल्प कार्य 10 मार्क आ शिक्षार्थी डायरी मेंटेन करछन सेथि 5 मार्क एई परिफारे 25 मार्क शिक्षक पर्यवेक्षण कर सेमानको मार्क प्रदान आकलन करि देबे। ता सहित शारीरिक और स्वास्थ्य पाई सुस्थता पाई मौलिक व्यायाम बा नीरो मांसपेशी गतिविधि क्रीड़ा पाई 10 मार्क देबे। खेल पाई 5 मार्क देबे। जोग आसन और प्राणायाम पाई 10 मार्क देबे। वृत्तिगत शिक्षा पाई बोली दक्षता रे निपुणता हेले देखि तांको 5 मार्क देबे। प्रक्रिया गुडिकर बोधगम्यता हेले 5 मार्क देबे। कार्य प्रति मनोभाव देखि तांको 5 मार्क रु शिक्षक मार्क देबे। कार्य पुस्तक रे समाप्त करितबा कार्य पाई बोली 5 मार्क देबे। आ वास्तव जीवन तार प्रयोग पाई बोली एई परि 5टी भाग रे 5-5 मार्क शिक्षक वृत्तिगत शिक्षा पाई अलगा मार्किंग आकलन करे 25 मार्क शिक्षार्थी मानको देबे। एइठी मध्य 4 थर सामाजिक आवेगिक शिक्षार आकलन करा जिवो। आ पर्यवेक्षण आलोचना माध्यम रे शिक्षार्थी मानकर नियमित तदारक करी ताकू सामग्रिक पत्र रे लिपिबद्ध करा जिवो। एहा हला हमर नूतन शिक्षा पैटर्न नूतन परीक्षा प्रणाली आगो को देखंतु हमर एही परि एजुकेशन नुआ नुआ वीडियो देखिया पे मिले हम चैनल सब्सक्राइब करंतु लाइक करंतु एवं बेल आइकन दबन जा द्वारा आपनको नोटिफिकेशन द्वारा आपन शिक्षा संबंधित समस्त न्यूज पाई पारबे। धन्यवाद रहउची।